ସାପ ବେଙ୍ଗ ଆଦି ସବୁ ଶରୀର ଅତିକ୍ରମ କରିସାରିଲା ପରେ ଏଇ ମନୁଷ୍ୟ ଦେହ ଆମେ ପ୍ରାପ୍ତ ହେଇଛୁ। ତେଣୁ ଏହାକୁ ଦୁର୍ଲଭ କୁହାଯାଉଛି। ଆହୁରି ସୁଦୁର୍ଲଭ ଯେ ପର୍ଯ୍ୟନ୍ତ ସାଧୁ ସଙ୍ଗ ନ ହେଉଛି ସେ ପର୍ଯ୍ୟନ୍ତ ଆମ ମଧ୍ୟରୁ ଭକ୍ତି ଭାବ ଜାତ ହେବ ନାହିଁ। ଭକ୍ତିର ଜନ୍ମ ହବ ଯେତେବେଳେ ସାଧୁ ସଙ୍ଗ ହବ। ସାଧୁ ସଙ୍ଗ ତେଣୁ କୁହାଯାଉଛି ଶାସ୍ତ୍ରରେ କୃଷ୍ଣ ଭକ୍ତିର ଜନ୍ମ ମୂଳ হয় ସାଧୁ ସଙ୍ଗ। ତେଣୁ ଗୋବିନ୍ଦ ଦାସ କହୁଛନ୍ତି ଦୁର୍ଲଭ ମାନବ ଜନ୍ମ ସତ୍ସଙ୍ଗେ। এই সৎসঙ্গ মানে সাধু সঙ্গ। সাধু সঙ্গ করলে কোন হব? সাধু সঙ্গে কৃষ্ণ কথা এই মাত্র চাই, সংসার জীবিত আর কোনো বস্তু নাই। ଆମେ ସେ ଜନ୍ମମୃତ୍ୟୁ ଚକ୍ର ରୂପୀ ସଂସାରରେ ପଡ଼ି ଯାଇଛୁ। এই ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ହେବାକୁ ହେଲେ ଆମକୁ ସାଧୁ ସଙ୍ଗ କରିବାକୁ ହବ। ସାଧୁ ସଙ୍ଗ କଣ? ସାଧୁ ସଙ୍ଗରେ ପଶୁ ପକ୍ଷୀ କୀଟ ପତଙ୍ଗ ସାପ